ଦାଢ଼ିହତା ଭକ୍ତି ଚତୁର୍ଥ ଅଧ୍ୟାୟ ଦୀନବନ୍ଧୁ ଦାସ ସମ୍ବାଦ। ମନ ଉବାଚ ମନ ବୋଲଇ ଚଇତନ ଶୁଣିଲ କର୍ଣ୍ଣର ବିଧାନ। ମୋର କଳୁଷ ଯେତେ ଥିଲା ଶ୍ରବଣ ମାତ୍ରେ ଦୂରେ ଗଲା। କଳି ଯୁଗରେ ଏହି ମତେ ତରିତ ଯାଇଛନ୍ତି ଯେତେ। ଜାଣିନଥିଲେ କହ କିଛି ଶୁଣିବା ଶ୍ରଦ୍ଧା ମୋର ଅଛି। ତା ଶୁଣି ବୋଲେ ଚଇତନ ଏବେ ତୁ ଶୁଣ ହୋ ରାଜନ। କଳି ଯୁଗର ଯେ ବ୍ୟବସ୍ଥା ଅଶ୍ରୁତ ଅଗୋଚର କଥା। ଯାହା ଶୁଣିଛି ସାଧୁ ମୁଖୁ ତାହା ମୁଁ କହିବି ତୁମ୍ଭଙ୍କୁ। ଅବନ୍ତୀ ନଗରେ ତା ଘର ଜାତିରେ ଅଟେ ଦ୍ୱିଜବର। ନାମ ତା ଦୀନବନ୍ଧୁ ଦାସ କୃଷ୍ଣ କଥାରେ ବଡ଼ ଆସ। ହରିଚରଣ ବିନା ଅନ୍ୟେ ଶ୍ରଦ୍ଧା ନ ବଳେ ତାର ମନେ। ତାହାର ସୁତ ବେନି ଗୋଟି ପତ୍ନୀର ନାମ ତା ମାଳତୀ। ଖଟିଛି ଏକ ବଧୂ ତାର ସାଧବୀ ଚତୁରୀ ସୁନ୍ଦର। କୁଟୁମ୍ବ 5 ଜଣ ତାର ଏକ କୁଆରରେ ଆରକେ ଅନ୍ତର। ପ୍ରଭୁଙ୍କ ଯଶ ଗୁଣ ଯେତେ ନିତ୍ୟେ ଚିନ୍ତନ୍ତି ହୃଦଗତେ। ସାଧୁଙ୍କ ମୁଖୁ ରସ ବାଣୀ ନିରତେ କର୍ଣ୍ଣ ପୁଟେ ଶୁଣି। ବଦନେ ପ୍ରଭୁ ନାମ ଭଜି ଅସତ୍ୟ ସଙ୍ଗ ଦୂରେ ତେଜି। ମିଥ୍ୟା ବଚନ ନ ଭାସନ୍ତି ନିରତେ ପରହିତେ ଥାନ୍ତି। ସର୍ବଦା ସାଧୁଙ୍କ ଚରଣ ସେବାରେ ଥାନ୍ତି 5 ଜଣ। ଦୁଃଖୀ ଦରିଦ୍ରଙ୍କୁ ଦେଖିଲେ ଦିଅନ୍ତି ଅନ୍ନ ବସ୍ତ୍ର ଭଲେ। ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣ ବୈଷ୍ଣବ ଭିକାରୀ। ଏମାନେ ପ୍ରବେଶିଲେ ଯେତେ ନାହିଁ ନ ବୋଲେ କଦାଚିତେ। ଶକ୍ୟ ଅନୁକ୍ରମେ ଯେ ଦେଇ ନଥିଲେ କହଇ ବିନୟୀ। ଦୁଆରୁ ନିରାଶ ହୋଇଣ ଲେଉଟି ନାହିଁ ଏକ ଜଣ। ଏମନ୍ତ କେତେ ଦିନ ଗଲା ତା କୀର୍ତ୍ତି ଜଗତ ପୂରିଲା। ଜାଣିଲେ ପ୍ରଭୁ ଭଗବାନ ବିଡ଼ିବା ପାଇଁ ତାର ମନ। ମାୟା ସନ୍ନ୍ୟାସୀ ରୂପ ଧରି ବିଜୟ କଲେ ନରହରି। ହସ୍ତରେ ଦଣ୍ଡକ ମଣ୍ଡଳ ତୁଳସୀ ମାଳ ବକ୍ଷସ୍ଥଳ। କଷା ବସନ ପରିଧାନ ସର୍ବାଙ୍ଗେ ବିଭୂତି ଭୂଷଣ। ଏମନ୍ତେ ବେଶେ ଦାମୋଦର ମିଳିଲେ ଅବନ୍ତୀ ନଗର। ତକ୍ଷକେ ରାଇ ଆଜ୍ଞା ଦେଲେ ହେ ସର୍ପ ଯିବୁ ତୁ ବୋଇଲେ। ଯେ ଦୀନବନ୍ଧୁ ଦାସ ପୁଅ ତାକୁ ଦଂଶିବୁ ବେଗେ ଯାଅ। ଆଜ୍ଞା ପ୍ରମାଣେ ସର୍ପ ଗଲା ଦାସଙ୍କ ପୁତ୍ରଙ୍କୁ ଦଂଶିଲା। ତା ଜ୍ୟେଷ୍ଠ ପୁତ୍ର ପ୍ରାଣ ହାରି ତକ୍ଷଣେ ଗଲା ଯମପୁରୀ। ଏଥି ଉତ୍ତାରୁ ମାତା ପିତା ଜାଣିଲେ ପୁତ୍ର ମଲା କଥା। ଭାଇ ଭାରିଜା ଆଦି ତାର ବେଢ଼ିଲେ ଚାରି ପାରୁଷର। ମୃତଦେହକୁ ପକାଇଣ ଅନେକ କରନ୍ତି ରୋଦନ। ନିଜ ସ୍ୱାମୀର ଗୁଣ ଗୁଣି ଅନେକ କାନ୍ଦେ ସେ ତରୁଣୀ। ମାତା ପୁତ୍ରର ଗୁଣମାନ ଚିନ୍ତିଣ କରନ୍ତି ରୋଦନ। ପିତା ଯେ ଅନେକ ପ୍ରକାରେ ପୁତ୍ରକୁ ଧରି ଶୋକ କରେ। ଆବର ଭ୍ରାତା ଗୁଣ ଗୁଣି କାନ୍ଦିଣ ଲୋଟଇ ଧରଣୀ। ଏମନ୍ତେ 4 ଜଣ ଯାକ ଅନେକ କରୁଛନ୍ତି ଶୋକ। ଏହି ସମୟେ ଦାମୋଦର ପଚାରି ପଚାରି ଦାଣ୍ଡର। ଲୀଳା ଭାବରେ ବିଜେ କଲେ ଭକ୍ତର ଦ୍ୱାରେ ସେ ମିଳିଲେ। ଡାକିଲେ ଦୀନବନ୍ଧୁ ଦାସ ବହନ ଆସ ମୋର ପାଶ। ଶୁଣିଲେ ଅପୂର୍ବ ବଚନ ସମସ୍ତେ ତେଜିଲେ ରୋଦନ। ଦାସେ ତ୍ୱରିତେ ମୁଖ ଧୋଇ ପ୍ରଭୁଙ୍କ ଆଗେ ହେଲେ ଯାଇ। ଦେଖିଲେ ସନ୍ନ୍ୟାସୀ ଗୋସାଇଁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ। ଉଠି କପାଳେ କର ଦେଲେ କି ଆଜ୍ଞା ହେଉଛି ବୋଇଲେ। ପ୍ରଭୁ ବୋଇଲେ ଦାସେ ଶୁଣ ଆମ୍ଭେ ତୋ କୀରତି ଶୁଣିଣ। ତେଣୁ ଆଇଲୁ ତୋର ପାଶ ସୁଚିତ୍ତେ ମୋତେ ଦିଅ ଗ୍ରାସ। ତା ଶୁଣି ଦୀନବନ୍ଧୁ ଦାସ ବୋଇଲେ ପ୍ରଭୁ କ୍ଷଣେ ବସ। ଆସନ ଦେଇ ଚଳିଗଲେ ମନ୍ଦିରେ ପ୍ରବେଶ ହୋଇଲେ। ପୁତ୍ର ଭାରିଜା ବଧୂ ଆଗେ କହିଲେ ଅତ୍ୟନ୍ତ ସରାଗେ। ଅତିଥି ଭୋଜନ ମାଗୁଛି ଏଣେ ତ ପୁତ୍ର ମରିଅଛି। ଦେବା କି ନାହିଁ ଶୁଦ୍ଧ ଚିତ୍ତେ ବହନ କହ ସର୍ବ ମୋତେ।
ଶୁଣି ପୁତ୍ରାଦି ତିନି ଜଣ କହନ୍ତି ପିଅର ଆଗେଣ। ମଲେ ତ ନ ଆସଇ ଆଉ ଅତିଥି ସେବା ଆଗେ ହଉ। ନିରାଶେ ନ ଯାଉ ସନ୍ନ୍ୟାସ ତା ଶୁଣି ଦୀନବନ୍ଧୁ ଦାସ। ଅତ୍ୟନ୍ତ ଆନନ୍ଦ ହୋଇଲା ମସିଣା ଗୋଟିଏ ଆଣିଲା। ମଲା ପୁତ୍ରକୁ ଶୁଆଇଲା ବନ୍ଧନ କରି ଥୋଇ ଦେଲା। ଗମ୍ଭୀରି ମଧ୍ୟ ଲୁଚାଇଲା ମନ୍ଦିର ଲିପା ପୋଛା କଲା। ସ୍ନାନାଦି ଶୁଚିମନ୍ତ ହୋଇ ରନ୍ଧନ କଲେ ବେଗେ ଯାଇ। ପ୍ରଭୁଙ୍କୁ ଡାକିଣ ଆଣିଲେ ମନ୍ଦିରେ ବିଜେ କରାଇଲେ। ଦିବ୍ୟ ଆସନେ ବସାଇଲେ ଅନ୍ନ ବ୍ୟଞ୍ଜନ ପରସିଲେ। ଦେଖି ବୋଲନ୍ତି ଭଗବାନ ଆମିଷ କର ହେ ରନ୍ଧନ। ନିଶ୍ଚୟ ଲେଉଟି ମୁଁ ଯିବି ଆମିଷ ବିନା ନ ଭୁଞ୍ଜିବି। ତା ଶୁଣି ରାନ୍ଧିଲେ ଆମିଷ ବୋଇଲେ ସ୍ୱାମୀ ଭୁଞ୍ଜିବସ। ଦେଖିଣ ବୋଇଲେ ଶ୍ରୀବତ୍ସ ଏକ ପତ୍ରେ ତ ବାଢ଼ି ଅଛ। ଗୃହରେ ଅଛ ଯେତେ ଜନ ସମସ୍ତେ ନ କଲେ ଭୋଜନ। ଆମ୍ଭେ ନ ଭୁଞ୍ଜୁ ଏକା ହୋଇ ଯାଉଛୁ ଅନ୍ନ ରଖ ତୁହି। ଶୁଣି ଚାରିହେଁ ଠରାଠରି ସମସ୍ତେ ହୃଦରେ ବିଚାରି। ଆମ୍ଭେ ଯଦ୍ୟପି ନ ଭୁଞ୍ଜିବା ଅତିଥି ସେବା ନ ପାଇବା। ଲେଉଟି ଯିବ ଏ ସନ୍ନ୍ୟାସ ମନରେ ହୋଇଣ ନିରାଶ। ଏମନ୍ତ ବିଚାରି ତ୍ୱରିତେ ବାଢ଼ିଲେ ଚାରିଙ୍କ ନିମନ୍ତେ। ଆମିଷ ମାତ୍ର ନ ବାଢ଼ିଲେ ଦେଖିଣ ସନ୍ନ୍ୟାସୀ ବୋଇଲେ। ତୁମ୍ଭେ ନ ବାଢ଼ିଲ ଆମିଷ ଏଥେ କି ଭରି ଅଛ ବିଷ। ଜାଣିଲି କପଟ ତୁମ୍ଭର ବୋଲି ଉଠିଲେ ଚକ୍ରଧର। ତା ଶୁଣି ଦୀନବନ୍ଧୁ ଦାସ ପୁତ୍ର ଭାରି ଜାରାଇ ପାଶ। ଆପଣେ କଲେ କ ବିଚାର କି ବୁଦ୍ଧି କରିବା ଏଥର। ତନୟ ମରିବା ଜାଣିଲେ ଅତିଥି ନ ଭୁଞ୍ଜିବେ ଭଲେ। ଏମନ୍ତ ବିଚାର କରିଣ ବସିଲେ ଆମିଷ ଘେନିଣ। ତାହାଙ୍କ ମନ ପ୍ରଭୁ ଜାଣି ହସି ବୋଲନ୍ତି ତାକୁ ପୁଣି। ଶୁଣ ହୋ ଅନ୍ନଦାତା ତୁହି ଗ୍ରାମରେ ପଚାରିଛି ମୁହିଁ। ତୋହର ବେନି ଗୋଟି ସୁତ ଏକଇ ବଧୂ ତାତ ମାତ। ଏମନ୍ତେ ଅଟ ପାଞ୍ଚ ଜଣ କାହିଁ ତୋ ଆର ପୁତ୍ର ଆଣ। ତା ଶୁଣି ଦୀନବନ୍ଧୁ ଦାସ ହୃଦରୁ ଉଡ଼ିଲା ସାହସ। କମ୍ପେ ଶରୀର ଥରହର ବଦନୁ ନଇଲା ଉତ୍ତର। ତା ଦେଖି ତ୍ରୈଲୋକ୍ୟ ଗୋସାଇଁ ବୋଲଇ ଭୟ କାହିଁ ପାଇଁ। ମାୟା ନ କରି ସତ କହ କାହିଁ ଅଛଇ ତୋର ପୁଅ। ଶୁଣି କୁଟୁମ୍ବ ଚାରି ଜଣେ ପଡ଼ିଲେ ଅତିଥି ଚରଣେ। ଭୋ ସ୍ୱାମୀ ଶୁଣ ଏବେ ତୁମ୍ଭେ ସ୍ୱରୂପ କହୁଅଛୁ ଆମ୍ଭେ। ସର୍ପାଘାତରେ ପୁତ୍ର ମରି ଲୁଚାଇ ଥୋଇଛୁ ଗମ୍ଭୀରି। ତା ଶୁଣି ମାତା ପିତା ଗଲେ ପୁତ୍ରକୁ ବହିଣ ଆଣିଲେ। ମସିଣା ଗୋଟି ଦେଲେ ଫେଇ ମଲା ପୁତ୍ର ଯେ ଅଛି ତହିଁ। ଦେଖି ବୋଇଲେ ପୀତବାସ ଶୁଣ ହେ ଦୀନବନ୍ଧୁ ଦାସ। କେ ତୋତେ ବୋଲେ ଜ୍ଞାନବନ୍ତ ଜାଣିଲି ବଡ଼ ମନ୍ଦ ତୁ ତ। ମଲା ପୁତ୍ରକୁ ଗୃହେ ଥୋଇ ବସିଛୁ ମାଛ ଭାତ ଖାଇ। ଦାସେ ବୋଇଲେ ହେ ଗୋସାଇଁ ତୁମ୍ଭଙ୍କୁ କି କହିବି ମୁହିଁ। କେ ଅଟେ କାହାର କୁମର କେ ଅଟେ କାହାର ପିଅର। ଯେସନେ ଚ୍ୟୁତ ବୃକ୍ଷ ଥାଇ ତହିଁ ବଉଳ ବଉଳଇ। କେତେହେଁ କସିରୁ ଝଡ଼ଇ କେତେ ବା ଝଡ଼ିଣ ପଡ଼ଇ। କେତେ ପାଚିଲା ଯାଏ ଡାଳେ ଥାଇଣ ପଡ଼େ ବୃକ୍ଷ ତଳେ। ଏମନ୍ତେ କେତେ ଝଡ଼ି ଯାଇ ତା ତୁଲେ ବୃକ୍ଷ ନିକି ଧାଇଁ। ଏହି ପ୍ରକାରେ ଏ ସଂସାର ବୃକ୍ଷରୁ ଫଳଇ ପ୍ରକାର। ତାହାର ସୁଖେ ସେ ଝଡ଼ିଲା ମୋର ଅତିଥି ସେବା ହେଲା। ଏଥିରୁ ବଳି ଭାଗ୍ୟ କିସ ଶୁଣି ହସିଲେ ପୀତବାସ। ବୋଇଲେ ଦାସ ପତ୍ନୀ ଶୁଣ ତୁହି ତ ବଡ଼ଇ ଦାରୁଣ। ନିହତ ପୁତ୍ରକୁ ପକାଇ ବସିଛୁ ମାଛ ଭାତ ଖାଇ। ଶୁଣି ଯୁବତୀ କହେ ଧୀର ଯାହା ବୋଇଲେ ମୁନିବର। ସ୍ୱରୂପ ଶୁଣ ହେ ଗୋସାଇଁ ମୁକେ ମୋ ପୁତ୍ର କେ ଅଟଇ। ଯେସନେ ଚକ୍ରି ଚକ୍ର ଖଣ୍ଡ ମୃତ୍ତିକା ଲଭି ଗଢ଼େ ଭାଣ୍ଡ। କେ ଗଢ଼ୁ ଗଢ଼ୁ ଭାଙ୍ଗି ଯାଇ କେହୁ ପୋଡ଼ିବା ଯାଏ ଥାଇ।
ଯେ ବଣ ଭାଣ୍ଡ ଭାଙ୍ଗି ଯାଇ ତା ତୁଲେ ଚକ୍ରି ନେକି ଧାଇଁ। ଯେ ଭାଣ୍ଡ ଚକ୍ରି ମୁହିଁ ପୁଣ ଏ ସର୍ବ ଗୋବିନ୍ଦ ଭିଆଣ। ଶୁଣି ଆନନ୍ଦ ଋଷିକେଶ ଆର ପୁତ୍ରକୁ ରାଇ ପାଶ। ବୋଇଲେ ଶୁଣରେ କୁମର ଏ ପରା ଭ୍ରାତ ଅଟେ ତୋର। ମୃତଦେହକୁ ତୁ ପକାଇ ବସିଛୁ ମାଛ ଭାତ ଖାଇ। ତୋଠାରୁ ନାହିଁ ନା ଅଜ୍ଞାନ ତା ଶୁଣି ବୋଲଇ ନନ୍ଦନ। ଶୁଣ ହେ ସନ୍ନ୍ୟାସୀ ଗୋସାଇଁ ସେ ମୋର କେତେ ଜନ୍ମ ଭାଇ। ମୁଁ ତାର କେମନ୍ତେ ସୋଦର ଏ ସର୍ବ ମାୟାର ସଂସାର। ଯେସନେ ହାଟେ ବଣିଜାର ପସରା ବସାଇ ଅପାର। ଏକଇ ଭ୍ରାତା ପ୍ରାୟ ହୋଇ ବସିଣ ବିକୁଥାନ୍ତି ତହିଁ। ବ୍ୟାପାର ସରଇ ଯାହାର ସେ ବାନ୍ଧି ଚଳେ ତାର ପୁର। ଯାହାର ସରିଣ ନଥାଇ ସେ ନେଇକି ତାର ସଙ୍ଗେ ଯାଇ। ସେହି ପ୍ରକାରେ ଏ ସଂସାର ତାହାର ମୋହର ବ୍ୟାପାର। ବ୍ୟାପାର ସରିଲା ଯେ ଗଲା ମୋର ଅତିଥି ସେବା ହେଲା। ଶୁଣି ସାନନ୍ଦ ଦୟାନିଧି ବୋଇଲେ ଧନ୍ୟ ଏହା ବୁଦ୍ଧି। ତାହାର ବୋହୂକୁ ଡାକିଲେ ଶୁଣ ଗୋ କୁମାରୀ ବୋଇଲେ। ଏ ପରା ସ୍ୱାମୀ ଅଟେ ତୋର ତୁ ପରା ଭାରିଜା ତାହାର। ନିଜ ପତି ଯେ ତୋର ମଲା ବିଧବା ଯୋଗ ତୋର ହେଲା। ମୃତ ପିଣ୍ଡକୁ ଘରେ ଥୋଇ ଆମିଷ ଭୁଞ୍ଜି ଲୋଡ଼ୁ ତୁହି। ଧିକ ତୋ ଜ୍ଞାନବତୀ ପଣ କୁମାରୀ ବୋଲେ ପ୍ରଭୁ ଶୁଣ। କେହୁ ଅଟଇ କାହା ଭର୍ତ୍ତା କେ ପୁଣି କାହାର ବନିତା। ଯେସନେ ଘୋର ବୃଷ୍ଟି କାଳେ ନଦୀ ପୂରିଣ ବହେ ଜଳେ। ବନସ୍ଥ କାଠ ଖଣ୍ଡ ଦୁଇ ମିଶିଣ ଭାସି ଯାଉଥାଇ। କେତେହେଁ ଦୂରେ ଭାସି ଯାନ୍ତେ ଲତାଏ ଉହାଡ଼ନ୍ତି ପଥେ। ତହୁଁ ଗୋଟିଏ ଲାଗି ରହେ ଆରେକ ଖଣ୍ଡେ ଭାସି ଯାଇ। ଯେ ବଣ କାଠ ଭାସି ଯାଇ ଆରେକ କାଠ କି ଗୋଡ଼ାଇ। ସେହି ପ୍ରକାରେ ଏ ସଂସାର ଗୋବିନ୍ଦ ଲୀଳା ଖେଳ ଘର। ବିନା ଆଶ୍ରିତେ ସେହି ଗଲା ମୋର ଅତିଥି ସେବା ହେଲା। ଶୁଣି ବୋଲନ୍ତି ଭଗବାନ ଧନ୍ୟ ଏ ଚାରିଙ୍କର ମନ। ଏହାଙ୍କ ପରା ଏ ହୋଇଣ ନଥିବେ ବ୍ରହ୍ମାଣ୍ଡ ମଧ୍ୟୀଣ। ଏମନ୍ତ ବୋଲି ନର ହରି ଜଳ ତୁଳସୀ କରେ ଧରି। ପୁତ୍ରର ମୁଖରେ ସିଞ୍ଚିଲେ ଉଠରେ କୁମର ବୋଇଲେ। ତତ୍କ୍ଷଣେ କୁମର ଉଠିଲା ଗୋବିନ୍ଦ ଚରଣେ ଲୋଟିଲା। ପ୍ରଭୁ ବୋଇଲେ ଆରେ ସୁତ ମୁଁ ତ ଦେଖିଲି ବିପରୀତ। ଦେଖି ତୋ ଜନନୀ ପିୟର ଆବର ପତ୍ନୀ ସହୋଦର। ତୋର ଅର୍ଜନେ କରି ଆସ ଖଟିଣ ଥାନ୍ତି ତୋର ପାଶ। ଏବେ ତୋ ମୃତ୍ୟୁ କାଳ ଦେଖି ଗୁପତ କରି ତୋତେ ରଖି। ବସିଲେ ମାଛ ଭାତ ଖାଇ କେହ୍ନେ ଏହାଙ୍କ ଘରେ ତୁହି। ହୋଇଣ ଅଛୁରେ ନନ୍ଦନ ଧିକ ଏ ତୋହର ଜୀବନ। ତା ଶୁଣି କୁମର ବୋଲଇ ଶୁଣ ହେ ସନ୍ନ୍ୟାସୀ ଗୋସାଇଁ। କେକାର ଜନନୀ ପିୟର କେକାର ଭ୍ରାତା ସହୋଦର। କରି ବଞ୍ଚଇ ଯେଉଁ ନର ଧନ୍ୟ ଜୀବନ ବୋଲି ତାର। ପୁଣି ବୋଇଲେ ନାରାୟଣ ଧନ୍ୟ ଏ ଅଟେ ପାଞ୍ଚ ଜଣ। ଜୀବନ୍ତେ ସୁଖୀ ହୋଇଥାଅ ଅନ୍ତେ ଶ୍ରୀ ହରି ପାଦ ପାଅ। ଏମନ୍ତ ଆଜ୍ଞା ଦେଲେ ପୁଣି ଅତି ଆନନ୍ଦେ ପଞ୍ଚ ପ୍ରାଣୀ। ଅଭୟ ପଦ୍ମ ପାଦ ତଳେ ସର୍ବେ ପଡ଼ିଲେ ଏକାବେଳେ। ପ୍ରଭୁ ଅଭୟ ବର ଦେଲେ ଅଭୟ ହୁଅରେ ବୋଇଲେ। ଆମ୍ଭେଟି ଜଗତ ଜୀବନ ବୋଲି ହୋଇଲେ ଅନ୍ତର୍ଧାନ। ତକ୍ଷଣେ ଉଠି ପାଞ୍ଚ ଜଣ ଦେଖିଲେ ନାହାନ୍ତି ଆପଣ। ବୋଇଲେ ଦୟାଳୁ ଠାକୁର ଏଡ଼େ ନିଷ୍ଠୁର ହୃଦ ତୋର। ଦେଖାଇ ନିଧି ହରି ନେଲୁ ନେତ୍ର ପିଛାଡ଼ି ନ ଦେଖିଲୁ। ଜାମାୟା ଦେବେ ଅଗୋଚର ଆମେ ବା କେତେକ ମାତର। ହେଲେ ତୋ କୃପା ପାତ୍ର ଥାଉଁ ଅଧିକ କି କହିବା ଆଉ। ସାଧୁଙ୍କ ସଙ୍ଗେ ଦିନ ନେଲେ ପରମ ପାଦ ସେ ଲଭିଲେ। କହଇ ଚୈତନ୍ୟ ଧୀରେ ମନ ନୃପତିର ଆଗରେ। କଳିଯୁଗର ଭକ୍ତବାଣୀ ଶୁଣି ପବିତ୍ର ହୁଅ ପ୍ରାଣୀ। କହଇ ଦୀନବନ୍ଧୁ ଦାସ ସାଧୁ ଚରଣେ ମୋର ଆସ। ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି ମୁକୁନ୍ଦ ମାଧବ ମୁରାରି।
भज गोविंद आदि कंद दीन बांधव सदानंद अनंत अच्युत श्रीवत्स नाम गोटिक कोटि मोक्ष ए नाम भजी जीव जाऊ भो प्रभु एहि आज्ञा हेऊ इति श्रीद्राढतभक्तिरसामृते मनचैतन्यसंवादे दीनबन्धुदास दृढभक्तिवर्णने नाम चतुर्थोऽध्यायः।